ନ ଦେଇକି ଛଡ଼ାଛଡ଼ି କରୁଥିଲେ ମୋତେ କୁହ ମୋ କୋଠି ଭିତରେ ଇଏ ଛତରଖିଆ ମାଛ ତା ଛଡ଼ା ତମ ଦି ଜଣଙ୍କର ସେଇ ଦିନରୁ କଥାବାର୍ତ୍ତା ବନ୍ଥିଲା ଆଜି ପୁଣି କୋଉ ଖୁସିରେ ସମ୍ମିଳିତ ଯନ୍ତ୍ର ସଙ୍ଗୀତ ବଜେଇ ନେବେ ଯେ ଆମର ଇହା ହେଇଯାଇଛି କଥା ହେଇଯାଇଛି ଇହାଟା କ'ଣ ମତେ ଧରି କୁହ ତମ ଆଖିରେ କ'ଣ କିଛି ଦେଖାଯାଉନି ଆହୁରି ଛପନ ହେଇ ପଚାରୁଛ ଦେଖିଲି କ'ଣ ଲେ ମନୁନ ମୋତେ କୁହ ତମର ଏ ଘୋଡ଼ା ନାଚ ଦେଶ କ'ଣ ପାଇଁ କ'ଣ ହେଲା ଆମେ ଘୋଡ଼ା ଇହା ଏମିତି ଜାଗାରେ ଯାହାଟା କରିଦେଉଛି ସୂର୍ଯ୍ୟନା ପରେ ମୁଣ୍ଡ ଚାଲିଯାଏ ମୋତେ କୁହ ତମର ଏ ନବକଳବରେ ସବୁ କ'ଣ ପାଇଁ ଆମର ବା ସେଇଟା ହେଇଗଲା କୋଉଟା ହେଇଗଲା ସେ ଇହାଟା ବड़ा ପଇସାଟା ହେଇଯାଏ କ'ଣ ତୁ କହିଲି ନା ଇହାରେ ତୁ କହ ଘଟଣାଟା କହ ହଉ ତାହେଲେ ଶୁଣ ଆଜି ଆମେ ଦୁହେଁ ସକାଳେ ନିଷ୍ପତ୍ତି କରି ମନ୍ଦିର ଗଲୁ ତାପରେ ମନ୍ଦିର ଯିବା ପୂର୍ବରୁ ଆଗ ମାର୍କେଟ ଯାଇ ନୂଆ ଲୁଗା ସଫା ସୁନ୍ଦର ଫୁଲମାଳା ଦିଟା କିଣିଲୁ ତାପରେ ଇହା ବିକୃତ ହସ ହସି କାନ ଅଦନା କରୁଛୁ ତାପରେ ନୂଆ ଲୁଗା ପିନ୍ଧି ମନ୍ଦିର ଯାଇ ନନାକୁ ମାଳା ଦିଟା ପୂଜିବାକୁ ଦେଲୁ ଠାକୁରଙ୍କ କତିରେ ଭୋଗ ପୂଜା ହୁଏ ଠାକୁରଙ୍କ ବେକରେ ମାଳା ଗଳାଯାଏ ତମେ ମାଳା ନନାକୁ ପୂଜା କରିବା ପାଇଁ କ'ଣ ପାଇଁ ଦେଲ କିଏ ଆମ ଭିତରେ ଇହା କରିବାକୁ ଯାଇଥିଲି କ'ଣ ଦି ଜଣ ଯାକେ ବଳି ପଡ଼ିବୁ ବଳି ନୁହେଁ ତିଆରି କରିବାକୁ ବାହାରେ ପଡ଼ିଲୁ ଏମିତି କ'ଣ ସବୁ ବାହାଘର ହୁଏ କାଇଁ ଆମେ କେମିତି ଏଇ ଘର ଭିତରେ ଶଙ୍ଖା ସିନ୍ଦୁର ଇହା କରି ଫୁଲମାଳା ପକେଇ ବାହାରେ ଇଏ ଆମେ ତ ମନ୍ଦିର ଯାଇ ଇହା କରୁ ତମ ଇହା ଫାଟୁଛି କାହିଁକି ଫାଟୁଛି ଏଇଥିପାଇଁ କି ଅନାମିକା ସେ ବାବୁ ତାଙ୍କର ଭଲ ପାଇଲେ ଶଙ୍ଖା ସିନ୍ଦୁର ପିନ୍ଧେଇଲେ ବୋଉ କରିକି ନେଇକି ଚାଲିଗଲେ ହେଲେ ତମେ ଦି ଜଣ ତ ମତେ ବି ସେ ଭଲ ପାଇଲେ ଶଙ୍ଖା ସିନ୍ଦୁର ପିନ୍ଧେଇଲେ ସେ ବି ମତେ ଇହା କଲେ କଲେ ତୋର ଚେଙ୍ଗର ଆସିକି ତାର ବେଙ୍ଗର ଆସିବ ତମ ଭିତରେ ସେଇ ଇହାଟା ହବ କେମିତି ସଫା କଥା ଶୁଣ ଆଜି ଆମ ଦି ଜଣଙ୍କର ବାହାଘର ସରିଯାଇଛି ପ୍ରେମ ସ୍ୱାମୀ ମୁଁ ତାଙ୍କ ସ୍ତ୍ରୀ ସେ ମୋ ପତି ପରମେଶ୍ୱର ମୁଁ ତାଙ୍କ ପ୍ରାଣେଶ୍ୱରୀ କ'ଣ ସିଏ ମୋ ଭାଇ ବା ମୁଁ ତାର ଇହା ସିଏ ମୋ ଡାର୍ଲିଂ ମୁଁ ତାର ଇହା ସିଏ ମୋ ଭାଇ ବି ତାର ଘୋଡ଼ା କହିଛ ମତେ କିଏ କହିଲେ କି ବାହା କିଏ କହିଲା ଦେଖନ୍ତୁ ଆମେ କୋଠେ ଚାକିରି କରୁଛୁ ବୋଲି ଆମର ଇହା ନାହିଁ ୟାକୁ ତୁ ଆଉ ତୁ ରାଧା କ'ଣ ପାଇଁ ରାଧାକୁ ସିଏ ବାହା ନୁହଁ ରାଧା ଜୋର ଜବରଦସ୍ତି ତାକୁ ବାହା ତାଛଡ଼ା ମୁଁ ତାକୁ ବାହା ହେବି ନହେଲେ ତମର ଅନୁମତି ନେବି ନା ତୁ ଅନୁମତି ଦେ ନ ନେ ମୋର କହିବା କଥା ଯିଏ ଦିନେ ପରିଷ୍କାର ଲାଗୁଥିଲା ଯାହା ହାତ ଛୁଆଁ କରୁନଥିଲୁ ଆଜି ମୋ ମୁହଁ କେମିତି ବସିଲେ ଲୋ ଥଣ୍ଡା ପକେଇବା ପାଇଁ ଆଗେଇ ଗଲୁ ମୋ ଇଚ୍ଛା ମୋ ଖୁସି ଏଥିରେ ତମ ମୁଣ୍ଡ ବଥଉଛି କ'ଣ ପାଇଁ ମୋ ମୁଣ୍ଡ ଏଇଥିପାଇଁ ବଥଉଛି କି ବିବାହିତ ଝିଅ ମୋ କୋଠିରେ ପ୍ରୋଗ୍ରାମ କଲେ ବସିଥିବା ଗ୍ରାହକ ମାନେ ମୋ ଆବିଳା କରିବେ ହଉ ହେଲା ମୁଁ ଆଉ ଆଜି ତମ କୋଠିରେ କାମ କରିବିନି ମୋର ହିସାବ କରିଦିଅ ଏବେ ତମ କୋଠି ଛାଡ଼ି ଚାଲିବି ଯେ ତମେ ମୋର ବି ହିସାବ ତ ମୁଁ ବି ଇହା ହେଇଛି ତୁ ହେଇଯାଲି ପର୍ଯ୍ୟା ବାଛିକି ପଚାରୁଛୁ କିଏ ସହ ଛାଡ଼ି ଦଉଛନ୍ତି ପଚାରୁ ତୁ ମୋ ରାଧା ଦରକାର ମୋର ବି ମୋ ସ୍ୱାମୀ ଦରକାର ତମେ ସ୍ୱାମୀ ସ୍ତ୍ରୀ ହେଲ ଭଲ ହେଲା ହେଲେ ମୋ କୋଠିରେ ରହିକି କିଛି ପ୍ରୋଗ୍ରାମ କଲେ ମୋର କିଛି ନୀତି ନିୟମ ଅଛି ତାକୁ ତମେ ଦି ଜଣ ମାନିବ ନା ନାହିଁ ଆମେ ତୁମର କୋଉ ନିୟମ ମାନିନେ କିନ୍ତୁ ବାହାଘର ପରେ ନୂଆ ନିୟମ ଆଇଲା କ'ଣ ସେ ନିୟମଟା ଆସିଲା ଆମେ ତ ଫେରାଉଛୁ କାହିଁକି ରାଧା ମୋ କୋଠିରେ ରହିକି ପ୍ରୋଗ୍ରାମ କଲେ ଶଙ୍ଖା ସିନ୍ଦୁର ପିନ୍ଧି ପାରିବ ନାହିଁ ହଁ ଶଙ୍ଖା ଖୋଲିଦେବି ସିନ୍ଦୁର ଲଗେଇବି ଆଉ କ'ଣ ନା କ'ଣ କହୁଛ ମିଷ୍ଟର ଖୋଜିବେ ये सिस्टर लिंग आज तो रे या बोल से या अच्छा तुम्हारा सरिला ना अभी बाहरी सोलिना ये नियमटा जल्दी या करो नो प्रॉब्लम ना करी मोर कोठी गोटे गाडी की गाडी की पजेला तो तमरी भलिया की अटे बाना सब गोटे गोटे धर मो कोठी रे तमे आता हेलो आ बोल या देह सुख करिव से तो अत्यंत मन কিন্তু ମୋ କୋଠିରେ ରହିକି ରାଧା ପ୍ରୋଗ୍ରାମ କଲେ ସେ ଗର୍ଭବତୀ ହେଇପାରିବନି କି ତମେ ଦି ଜଣ ବାପ ମା ହେଇପାରିବନି କ୍ଲିୟର ସଇଲା କ'ଣ ତୁ ତ ଗୋଟେ ବିକୃତ ହସ ଯେ ଗୋଟିଏ ରକମରେ ଶିଖିଛୁ ସିଏ କୁହା ରସର ଅଛି ତମେ ଏହା କ'ଣ ଦୋହଲି ଯାଇଛି ତୁ ଆମେ ହେଇପାରିବୁନି କ'ଣ ଯେ ଆମେ ବା ଇଏ ହବା ପାଇଁ ମଞ୍ଜି ପୋତି ସାରିଛୁ ଆଉ
ମଞ୍ଜି ଗଜା ଧରି ସାରିବା ପରେ ଆମେ ମନ୍ଦିର ଯାଇ ଇହା ହେଲୁ। କଣ ମଞ୍ଜି ଛାଟି ଦଉଛୁ? କଣ ମଞ୍ଜି ଗଜା କଣ ଯେ? କିଛି ବୁଝିପାରୁନ? ମୋର ତ ଖାଲି ଇହା ବୁଝିବା କଣ ଘୋଡ଼ା କି? 50 ଶବ୍ଦ ଭିତରେ 30 ଶବ୍ଦ ତ ଇହା। ତା ଭିତରେ ବୁଝିଲି କିଆ? ହଉ ରାଗନି ମୁଁ ବିନା ଇହାରେ କହୁଛି ବୁଝ। ବର୍ତ୍ତମାନେ ମୁଁ ଗର୍ଭବତୀ। ହଁ ତ ଇହା ସାରିଲାଣି। କିଆର କା ପାଖରେ ଫାଙ୍କା ଅଛି ଗୋଟେ କୁପାଳ ମୋ ମାନେ କଣ ହବ? ମୁଣ୍ଡକୁ ଦେଖି ପକା ଭାଇ ଏଇଠି ମୁଁ ବସିଛି ମରିଗଲେ ଆଉ କଣ ହବ ଯେ? ଇଏ କାଣ୍ଡ କହୁଥିଲେ କଣ କାଣ୍ଡ ହେଲା ବୋଲି ତ ତାକୁ ମନ୍ଦିର ନେଇ ବାହା ହେଇ ପଡିବି। ତୁ ବା ଆଗରୁ ସବୁବେଳେ ତାପରେ ଡାକୁଥିଲୁ ଡ୍ୟାନ୍ସ ପରେ ମୋର ପୁଣି ଦେହ ମୁଣ୍ଡ ମାଲିସ ଦରକାର କି ନାହିଁ? ତା ମାଲିସ ମତେ ଭଲ ଲାଗିଲା। ଦେହରେ ଉତ୍ତେଜନା ସୃଷ୍ଟି ହେଲା। ଆଉ ଦେହରେ ଉତ୍ତେଜନା ସୃଷ୍ଟି ହେଲେ ମତେ ପୁଣି ଯାଇ ଇହା କରିବାକୁ ହବ ନା ନାଇଁ? ତ ୟା କଲୁ ମୋ ବେପାର ବୁଡ଼ିଗଲେ ରେ ମୋ ବେପାର ନା ତମେ ଯୋଉଠୁ କୋଠି ବେପାର କରିବନି, ତମେ ଯୋଉଠୁ ଜସ୍ମିନି ତେଲ ବେପାର କରିବ। ଘନ କେଶ ରହୁଛି ଆଦିବାସୀ ତୈଳ ନୁହଁ, ଜସ୍ମିନି ତେଲ। କୋଠି ମାର କି ନ ମାର, ଜାଗା ମୁଣ୍ଡରେ ମାରିଦବ ପୁରା ଭୁସୁ ହେଇ ଉଠିବ। ବିଶ୍ୱାସରେ ତତେ ମୁଁ ବହୁତ ଦିନ ମୋ କୋଠିରେ ରଖିଥିଲି। ଜାଗାଟା ଠରେଇ ଦେଲୁ। କୋଉ ଜାଗାରେ ଜସ୍ମିନି ତେଲ ମାଇଲେ ଭୁସି ଜସ୍ମିନି ତେଲ ଜାଗା ଦେଖିକି ବାଡ଼େଇ ଦେଲୁ। କୋଉ ଜାଗା ଦେଖିକି ବାଡ଼େଇଲୁ? ମୋ ଭେড়ା ବୁଡ଼େଇ ଦେଲୁ। ମୋର ବି ଶେଷ କଥା ଶୁଣ। ଅତି ବେଶୀରେ ମୁଁ ତମ କୋଠିରେ 2 ମାସ କାମ କରିପାରିବି। ତାପରେ ତମେ ତମର ଅନ୍ୟ ବ୍ୟବସ୍ଥା କରିବ। ମୋର ପୁରା ଛୁଟି। ଏ ଅସାର ଜାଗାରେ ଆମେ ଇହା କରିପାରିବୁ। ଆମେ ଅନ୍ୟ କୋଠି ଇହା କରି ପୁରା ଶାନ୍ତିରେ ରହିବୁ। ଏଇ ନଟବର ଶୋଇନି ଆଉ କଣ ତାଙ୍କ ସହିତ ଗପୁଛ ଯେ? ବୋଲି ରାଧାରାଣୀ ସ୍ତ୍ରୀ କଣ ଦରକାର? ତାଙ୍କ ଭିତରକୁ ଯିବା ମୋତେ ଇହା ଦରକାର ହେଲାଣି। ତମର ଇହା ଦରକାର ହଉଛି, ଏପଟେ ମୋ ଇହା ପୁରା ଫାଟି ଯାଉଛି। ଆଉ ତମେ ହାତ ମାରିଦେଲେ ପୁରା ଶାନ୍ତି ହେଇଯିବେ। ଚାଲ ଯିବା। ମୋ ଆଖିରେ ପାଣି ଗାଈ ସାକାରେ ଚାଲିଗଲେ ଶାନ୍ତି ବନ କୋଉଠି ଗୋଟିଏ ଗାଠି କାଢିଥିବୁ। ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି, ଆରେ 100 ପୁଅର 80 ଝିଅ, 20ଟା ଆଉ କରିବେ କଣ? ଯେମିତି ବାଛିକି ଅଡ଼ିଆ ବାଛିକି ଛାଡ଼ି ଦଉଛନ୍ତି, ସେମିତି ଇଏ ଅଡ଼ିଆ ହେଇକି ଘରେ ବୁଝିବ। ତା ଭିତରୁ କାହାର ଯଦି କେହି ବାହା ହେଲା, ତାର ଶାଢ଼ୀ ଅଛି, ଶାଢ଼ୀ କିଏ ଭିତରେ ଗଲା, କେଡ଼େ ସଂଖ୍ୟା ବଢ଼ିଗଲା। ଆଉ ହବନି କାହିଁକି 2 ବର୍ଷ ଠେଲି ଫେଲିକି ବେପାର କାହିଁକି କରିବି? ଚାବି ପକେଇଦେଲି। ଆଉ ରଙ୍ଗ ବଜାର ନାହିଁ କି ରଙ୍ଗ ନାୟିକା ନାହିଁ। ନାୟିକା ସେଇ ଅନାମିକାଟେ ଯିବା ଠାରୁ କିନ୍ତୁ ନାୟିକା ବଜାର ପୁରା ଶୂନ୍ୟ ହେଇଗଲା।